କୋଣାର୍କ ସୂର୍ଯ୍ୟ ମନ୍ଦିରର ଚୁମ୍ବକର ରହସ୍ୟ। ସୂର୍ଯ୍ୟଦେବ ଜଣେ ଏମିତି ଦେବତା ଯାହାଙ୍କର ପ୍ରତିଦିନର ଆଗମନରେ ଦେବତାଙ୍କ ସାକ୍ଷାତ ଦର୍ଶନ ମନାଯାଏ। ପୃଥିବୀରେ ନୂତନ ଉର୍ଜାର ସଂସାର ମନାଯାଏ ବା ସକାଳର ଆରମ୍ଭ ମନାଯାଏ। ସେହି ସୂର୍ଯ୍ୟ ଦେବତାଙ୍କ ଉପରେ ଆସ୍ଥା ରଖିଥିବା ଜଣେ ରାଜା ଓଡ଼ିଶାରେ ଏମିତି ଏକ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଦେଇଥିଲେ ଯାହାକି ସୂର୍ଯ୍ୟ ମନ୍ଦିର ଦେବଙ୍କର କାଳ୍ପନିକ ରଥର ଆକାର ପରି ହୋଇଥିଲା। ଯେଉଁ ରଥକୁ ସୂର୍ଯ୍ୟଦେବଙ୍କର 7ଟି ରଙ୍ଗ ପରି 7ଟି ଘୋଡ଼ା ଟାଣିଥାନ୍ତି, ଯେଉଁଥିରେ ସମୟ ଚକ୍ରର 24ଟି ଘଣ୍ଟା ପରି 24ଟି ଚକ ଲଗାଯାଇଛି। ଯେଉଁ ଚକ ସୂର୍ଯ୍ୟ କିରଣ ସାହାଯ୍ୟରେ ଘଣ୍ଟା ଘଣ୍ଟାର ସମୟ ସୂଚାଇଥାଏ। ଯେଉଁଠାରେ ଦିନେ ପାପଣ୍ଟନ ଚୁମ୍ବକୀୟ ପଥର ଦ୍ୱାରା ମନ୍ଦିର ଭିତରେ ସୂର୍ଯ୍ୟଦେବଙ୍କର ମୂର୍ତ୍ତି ଭାସ୍ୟମାନ ଅବସ୍ଥାରେ ରହୁଥିଲା। ସେହି ଭବ୍ୟ ମନ୍ଦିରକୁ କେମିତି ନିର୍ମାଣ କରାଯାଇଥିଲା, କାହିଁକି ସେଠାରେ ଆଜି ପର୍ଯ୍ୟନ୍ତ ପୂଜା ହେଉନାହିଁ, କିଏ ସେହି ପାପଣ୍ଟନ ଭାରୀ ଚୁମ୍ବକକୁ କାଢି ନେଇଗଲେ, ଜାଣିବା ଆଜିର ଏହି ଭିଡିଓରେ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ସାଙ୍ଗମାନେ, ଏହି ମନ୍ଦିରଟି ଗଢି ଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ। ସେହି ଯୁଗରେ ଏହା ଏକ ପୋତାଶୋଇ ମନ୍ଦିର ବନ୍ଦର ଥିଲା। ସେହି ଜାଗାର ନାମ କଣଗର କୋଣାର୍କ ବା କୋଣାର୍କ ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ଗଢା ଯାଇଥିବା ଗର୍ଭଗୃହ ଯୁକ୍ତ ମୁଖ୍ୟ ମନ୍ଦିରଟି ପ୍ରାୟ 229 ଫୁଟ ଉଚ୍ଚ ଏବଂ ମୁଖଶାଳା 128 ଫୁଟ ଉଚ୍ଚ ଏବଂ ପୁରା ପରିସର 857 ଫୁଟ ଲମ୍ବା ଏବଂ 540 ଫୁଟ ଚଉଡ଼ା। ପିରାମିଡ ଆକାରର ଏହି ମନ୍ଦିରର ଛାତ ପାଖାପାଖି 30 ମିଟର ଉଞ୍ଚା। ସ୍ଥାନୀୟ ଲୋକ ଓ ପଥ ପ୍ରଦର୍ଶକଙ୍କ କହିବା ଅନୁସାରେ କୋଣାର୍କ ମନ୍ଦିରରେ ଲାଗିଥିବା ପ୍ରତି 2ଟି ପଥର ମଧ୍ୟରେ ଗୋଟିଏ ଲେଖାଏଁ ଲୁହାର ପ୍ଲେଟ ଲଗାଯାଇଥିଲା, ଯାହା ଆଜି ବି ଦେଖିବାକୁ ମିଳେ। ଦେଉଳକୁ ଲୁହାର ବିମ୍ ଦେଇ ମଜବୁତ କରାଯାଇଥିଲା। ମନ୍ଦିର ଦଧିନଉତି ବା ମନ୍ଦିର ଚୂଡାରେ 52 ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା। ସେହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାର ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇପାରିଥିଲା। ସୂର୍ଯ୍ୟଦେବଙ୍କ ଭବ୍ୟ ପ୍ରତିମା ଯାହା ଅଷ୍ଟଧାତୁରେ ନିର୍ମିତ ହୋଇଥିଲା, ତାହା କୌଣସି ସିଂହାସନରେ ବସିନଥିଲେ। ଦଧିନଉତିରେ ଖଞ୍ଜା ଯାଇଥିବା ଚୁମ୍ବକ ବଳରେ ଏହି ମୂର୍ତ୍ତି ଶୂନ୍ୟରେ ଭାସମାନ ଅବସ୍ଥାରେ ରହୁଥିଲା। ଏ ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା ଯେପରି ସୂର୍ଯ୍ୟଦେବଙ୍କ ପ୍ରଥମ କିରଣ ନାଟ ମନ୍ଦିର ଦେଇ ଗର୍ଭଗୃହସ୍ଥ ସୂର୍ଯ୍ୟଦେବଙ୍କ ପ୍ରତିମାର ନାଭିରେ ସଂଯୁକ୍ତ ଗୋଟିଏ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କିଛି ସମୟ ପାଇଁ ଦେଖିବାକୁ ମିଳୁଥିଲା। କିଛି ଇତିହାସକାରଙ୍କର କହିବା ଅନୁସାରେ ବଙ୍ଗଳାର ସୁଲତାନ ସୁଲେମାନ ଖାନଙ୍କ ରାଣୀ 250 ବର୍ଷ ପରେ ମାନେ 1508ରେ ଓଡ଼ିଶା ଉପରେ ଆକ୍ରମଣ କରିଥିଲେ ଏବଂ ସେ ଓଡ଼ିଶାର ଅନେକ ମନ୍ଦିର ସହିତ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ। ସୁଲେମାନ ଖାନଙ୍କ ରାଣୀ ସେନାଧ୍ୟକ୍ଷ ରୁଦ୍ରନାରାୟଣ, ଯିଏକି କଳା ପାହାଡ ନାମରେ ବିଖ୍ୟାତ ଥିଲେ, ସେ ଏକମାତ୍ର ଏମିତି ଆକ୍ରମଣକାରୀ ଥିଲେ ଯେ କି କୋଣାର୍କ ମନ୍ଦିରରେ ଲାଗିଥିବା 52 ମେଟ୍ରିକ ଚୁମ୍ବକୀୟ ପଥରକୁ ଏକା ଭାଙ୍ଗିଥିଲେ। ସେହି 52 ମେଟ୍ରିକ ଚୁମ୍ବକକୁ ଖଣ୍ଡିତ ହେବା କାରଣରୁ ମୁଖ୍ୟ ମନ୍ଦିରର କାନ୍ଥ ମଧ୍ୟ ଭୁଶୁଡି ପଡିଲା। ଚୁମ୍ବକ ଭାଙ୍ଗିବାର ଆଉ ଏକ କାରଣ ମଧ୍ୟ ରହିଛି। କୋଣାର୍କ ମନ୍ଦିରର ଉପରେ ଥିବା ଚୁମ୍ବକ ଯୋଗୁଁ ସମୁଦ୍ରରେ ଯାତ୍ରା କରୁଥିବା ଲୁହାର ବଡ ବଡ ଜାହାଜକୁ ବହୁତ କ୍ଷତି ହେଉଥିଲା। ନାବିକ ମାନେ ଜାହାଜର ଦିଗ ନିର୍ଣ୍ଣୟ କରିପାରୁନଥିଲେ। ବିଦେଶୀ ମାନେ ନିଜର ଜାହାଜ ଗୁଡିକର ସୁରକ୍ଷା ପାଇଁ ଚୁମ୍ବକକୁ ଭାଙ୍ଗି ସାଙ୍ଗରେ ନେଇଯାଇଥିଲେ। ଏହି ଚୁମ୍ବକୀୟ ପଥର ମନ୍ଦିରର ଏକ କେନ୍ଦ୍ରବିନ୍ଦୁ ଭଳି କାର୍ଯ୍ୟ କରୁଥିଲା, ଯାହା ଯୋଗୁଁ ମନ୍ଦିର ସବୁ ସମୟରେ ସନ୍ତୁଳିତ ହୋଇ ରହୁଥିଲା। ସେହି ଚୁମ୍ବକୀୟ ପଥରଟି ଭାଙ୍ଗି ନେଇଯିବାରୁ ମନ୍ଦିରର ସନ୍ତୁଳନ ରହିଲା ନାହିଁ। ଧୀରେ ଧୀରେ ଏହି ମନ୍ଦିରଟି ଭାଙ୍ଗିବାକୁ ଲାଗିଲା। 1568 ମସିହାରେ ଓଡ଼ିଶାରେ ମୁସଲମାନ ମାନଙ୍କର ଆତଙ୍କ ଅନିୟନ୍ତ୍ରିତ ରହିଥିଲା। ହିନ୍ଦୁ ମନ୍ଦିରକୁ ଭାଙ୍ଗିବାରେ ସେମାନେ ପ୍ରୟାସ କରୁଥିଲେ। ଏହି କାରଣରୁ କୋଣାର୍କ ମନ୍ଦିରର ପୂଜାରୀ ମାନେ
ବର୍ଷ ବର୍ଷ ପର୍ଯ୍ୟନ୍ତ ଭଗବାନ ସୂର୍ଯ୍ୟଦେବଙ୍କର ମୂର୍ତ୍ତିକୁ ବାଲିରେ ଲୁଚାଇ ରଖୁଥିଲେ। ପରେ ମୂର୍ତ୍ତିକୁ ସେମାନେ ପୁରୀକୁ ପଠାଇ ଦେଇଥିଲେ। ପରେ ମୂର୍ତ୍ତିକୁ ସେମାନେ ଜଗନ୍ନାଥ ମନ୍ଦିରର ବେଢାରେ ଥିବା ଇନ୍ଦ୍ରଦେବଙ୍କ ମୂର୍ତ୍ତି ପାଖରେ ଏହି ମୂର୍ତ୍ତିକୁ ରଖାଯାଇଥିଲା। ବହୁତ ଲୋକଙ୍କର କହିବା ଅନୁସାରେ ଏଠାରେ ପୂଜା ହେଉଥିବା ମୂର୍ତ୍ତି ମାନଙ୍କୁ କେବେ ବି ଖୋଜା ଯାଇନି। ଲୋକମାନେ ଏକଥା ମଧ୍ୟ କୁହନ୍ତି ଯେ ସୂର୍ଯ୍ୟଦେବଙ୍କର ମୂର୍ତ୍ତି ଯାହାକି ଦିଲ୍ଲୀର ରାଷ୍ଟ୍ରୀୟ ସଂଗ୍ରହାଳୟରେ ଅଛି, ମୂର୍ତ୍ତି ହଜିଯିବା ଯୋଗୁଁ ପୂଜା ବନ୍ଦ ହୋଇଯାଇଥିଲା। ତାହା ପରଠାରୁ ଆସୁଥିବା ସବୁ ପର୍ଯ୍ୟଟକ ମାନେ ବାସ କରୁଥିବା ବା ବାଣିଜ୍ୟ କରୁଥିବା ଲୋକମାନଙ୍କର ଆସିବା ଧୀରେ ଧୀରେ ବନ୍ଦ ହୋଇଗଲା। ବହୁତ ବର୍ଷ ପର୍ଯ୍ୟନ୍ତ ବାଲି ଓ ଜଙ୍ଗଲରେ ପୋତି ହୋଇ ରହିଥିଲା ଏହି କୋଣାର୍କ ସୂର୍ଯ୍ୟ ମନ୍ଦିର। ପରେ ଏହାକୁ ଖୋଜାଗଲା, କିନ୍ତୁ ତାହାର ବହୁତ ଅଂଶ ଖରାପ ହୋଇଯାଇଥିଲା। ଏହା ମଧ୍ୟ କୁହାଯାଏ କି ବହୁତ ଥର ଆକ୍ରମଣ ଓ ପ୍ରାକୃତିକ ବା ବିପର୍ଯ୍ୟୟ ଯୋଗୁଁ ଯେତେବେଳେ ମନ୍ଦିର ଖରାପ ହେବାକୁ ଲାଗିଲା, 1901 ମସିହାରେ ସେତେବେଳର ଗଭର୍ଣ୍ଣର ଜର୍ଜ ଉଡୱାର୍ଡ ଜଗମୋହନ ମନ୍ଦିର, ଯାହାକି ମୁଖ୍ୟ ମଣ୍ଡପ ଅଟେ, ତାହାର ଚାରିପଟେ କାନ୍ଥ ଉଠାଇ ସେହି ମନ୍ଦିରକୁ ବନ୍ଦ କରିଦେଇଥିଲେ। ତାଙ୍କୁ ପୁରାପୁରି ବାଲିରେ ଭର୍ତ୍ତି କରିଦେଇଥିଲେ ଏହାର ସୁରକ୍ଷା ପାଇଁ ଏବଂ ଏହା ଉପରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ନ ପଡିବା ପାଇଁ। ଏହି କାମ ପାଇଁ ପାଖାପାଖି ତାଙ୍କୁ 3 ବର୍ଷ ଲାଗିଯାଇଥିଲା। ତେବେ 1903 ମସିହାରେ ମନ୍ଦିରଟି ସମ୍ପୂର୍ଣ୍ଣ ବାଲିରେ ପୋତି ହୋଇଯାଇଥିଲା। ସେଠାକୁ ଯାଉଥିବା ଲୋକମାନଙ୍କୁ ଜଣା ନାହିଁ କି ମନ୍ଦିରର ମହତ୍ୱପୂର୍ଣ୍ଣ ଭାଗ, ଯାହାକି ଜଗମୋହନ ମଣ୍ଡପ ଅଟେ, ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ ଅଛି। ବହୁତ ଥର ଏହାର ମୁଖ୍ୟ ଦ୍ୱାର ଖୋଲା ଯିବା ପାଇଁ କଥା ଉଠାଯାଇଛି, କିନ୍ତୁ 108 ବର୍ଷ ପରେ ମଧ୍ୟ ବନ୍ଦ କରାଯାଇଛି। କଣ ସତରେ ଏହାର ସୁରକ୍ଷା ପାଇଁ ଏହାକୁ ବନ୍ଦ କରାଯାଇଥିଲା, ନା ତାର କୌଣସି କାରଣ ଥିଲା? ଏହି ସବୁ କଥା ଉପରେ ପରଦା ତ ସେତେବେଳେ ଉଠିବ ଯେତେବେଳେ ମନ୍ଦିରର ଏହି ଦ୍ୱାରକୁ ଖୋଲାଯିବ। ତେବେ ସାଙ୍ଗମାନେ, କୋଣାର୍କ ମନ୍ଦିରର ଏହି ରହସ୍ୟ ସମ୍ପର୍କରେ ଏହି ବିଷୟଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଭାବରେ ଜଣାଇବେ। ଛୋଟ ଲାଇକ୍ ଟେ କରିଦେବେ, ଅଧିକରୁ ଅଧିକ ସେୟାର କରିଦେବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଅନୁରୋଧ ରହିଲା। ଏମିତି ନୂଆ ନୂଆ ଭିଡିଓର ନୋଟିଫିକେସନ ଆପଣମାନଙ୍କ ପାଖକୁ ଚାଲିଯିବ। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।